ଯେଉଁ ଚାଷୀ ଭାଇମାନେ ସିଏମ୍ କିଷାନ ଯୋଜନାରେ ଆପ୍ଲାଏ କରିଥିଲେ ନୂଆ ଚାଷୀ ଭାଇମାନେ ସେମାନଙ୍କର ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂ ଶୋ କରୁଥିଲା। ବର୍ତ୍ତମାନ ଦେଖନ୍ତୁ ଆଜି ଯାହାକି ଶୋ କରୁଛି ଯେଉଁମାନଙ୍କର ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂରେ ଥିଲା ବର୍ତ୍ତମାନ ଷ୍ଟେଟ୍ ଭେରିଫିକେସନ୍ ରିଜେକ୍ଟ ହେଇଯାଇଛି। ଆପଣ ଯଦି ଜଣେ ନୂଆ ହିତାଧିକାରୀ ସିଏମ୍ କିଷାନରେ ଆପ୍ଲାଏ କରିଥିଲେ ଆପଣଙ୍କର ଯଦି ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂ ଶୋ କରୁଥିଲା ଏବେ ବର୍ତ୍ତମାନ ଆପଣ ଆପଣଙ୍କର ଷ୍ଟାଟସ୍ଟି ଚେକ୍ କରି ନିଅନ୍ତୁ ଆପଣଙ୍କୁ କ'ଣ ଶୋ କରୁଛି ଆପଣମାନେ ନିହାତି ଭାବେ ଜାଣିପାରିବେ। ଯଦି ଆପଣମାନଙ୍କର ରିଜେକ୍ଟ ହେଇଛି ରିଜେକ୍ଟ ହେବାର କିଛିଟା କାରଣ ରହିଛି। ରିଜେକ୍ଟ କ'ଣ ପାଇଁ ହେଇଛି ତାହା ମଧ୍ୟ ଆପଣମାନଙ୍କୁ ଆମେ ଏହି ଭିଡ଼ିଓ ମାଧ୍ୟମରେ ଦେଖେଇବୁ। କେଉଁ କାରଣ ପାଇଁ ରିଜେକ୍ଟ କରାଯାଇଛି ଯେଉଁମାନଙ୍କର ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂରେ ଥିଲା। ସିଏମ୍ କିଷାନ ଯୋଜନାର ଏପ୍ରିଲ 20 ତାରିଖରେ ଚାଷୀମାନଙ୍କୁ ଟଙ୍କା ମିଳିସାରିଛି କିନ୍ତୁ ଆପଣଙ୍କୁ ମିଳିନଥିଲା ଯେହେତୁ ଆପଣଙ୍କର ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂ ଶୋ କରୁଥିଲା। କିନ୍ତୁ ବର୍ତ୍ତମାନ ଯାହାକି ଆସିଯାଇଛି ନୂଆ ଷ୍ଟାଟସ୍ ଅପଡେଟ୍ ହେଇଯାଇଛି କ'ଣ ପାଇଁ ଆପଣଙ୍କୁ ଟଙ୍କା ମିଳିନି ଆପଣଙ୍କର ଷ୍ଟେଟ୍ ଭେରିଫିକେସନ୍ କ'ଣ ପାଇଁ ପେଣ୍ଡିଂରେ ଥିଲା ବର୍ତ୍ତମାନ ଯାହା ଶୋ କରୁଛି ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂ ହଟିକିରି ରିଜେକ୍ଟ ହେଇଯାଇଛି। ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଇନଫର୍ମେସନ୍ ମିଳିଯିବ। ଆପଣମାନେ ଜାଣିପାରିବେ ଷ୍ଟେଟ୍ ଭେରିଫିକେସନ୍ ଯେଉଁମାନଙ୍କର ଥିଲା କ'ଣ ପାଇଁ ରିଜେକ୍ଟ ହୋଇଛି ରିଜେକ୍ଟ ହେବାର କ'ଣ କାରଣ ରହିଛି ଆପଣମାନେ ନିଜର ଷ୍ଟାଟସ୍ଟି ପ୍ରଥମେ ଚେକ୍ କରି ନିଅନ୍ତୁ। ଷ୍ଟାଟସ୍ଟି ଚେକ୍ କରିବାକୁ ହେଲେ ପ୍ରଥମେ ଆପଣଙ୍କର ଫୋନ୍ର ଗୁଗଲ୍ କ୍ରୋମ୍ ବ୍ରାଉଜର୍ଟି ଓପନ୍ କରିବେ। ଓପନ୍ କଲା ପରେ ସର୍ଚ୍ଚ ବାର୍ ବକ୍ସରେ ସିଏମ୍ କିଷାନ ଯୋଜନା ଲେଖି ସର୍ଚ୍ଚ କରିବେ। ସର୍ଚ୍ଚ କଲା ମାତ୍ରେ ଆପଣଙ୍କ ସାମ୍ନାରେ ପ୍ରଥମେ ଗୋଟେ ଲିଙ୍କ୍ ଆସିବ। এইଭଳି ଲିଙ୍କ୍ ଆସିବ ସିଏମ୍ କିଷାନ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ତା ଉପରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ମାତ୍ରେ এইଭଳି ପେଜ୍ଟି ଆପଣଙ୍କ ସାମ୍ନାରେ ଓପନ୍ ହେଇଯିବ। ସିଏମ୍ କିଷାନର ଯେଉଁ ଅଫିସିଆଲି ପୋର୍ଟାଲଟି ଆପଣଙ୍କୁ ଏମିତି ଦେଖିବା ପାଇଁ ମିଳିବ। ଏହି ପେଜ୍ରେ ଅନେକ ଗୁଡ଼ିଏ ଅପସନ୍ ସବୁ ଆପଣଙ୍କୁ ଦେଖିବା ପାଇଁ ମିଳୁଥିବ। ଆ ଭିତରେ ରହିଛି ଦେଖନ୍ତୁ ସ୍ଥିତି ଯାଞ୍ଚ କରନ୍ତୁ ବୋଲି ଯେଉଁ ଅପସନ୍ଟି ରହିଛି ତା ଉପରେ ଆପଣମାନେ ଟଚ୍ କରିବେ। ଟଚ୍ କଲା ମାତ୍ରେ ଦେଖନ୍ତୁ ନେକ୍ସଟ ଗୋଟେ ପେଜ୍ ଆପଣଙ୍କ ସାମ୍ନାରେ ଏମିତି ଓପନ୍ ହେଇଯିବ। ଚେକ୍ ୟୁର ଷ୍ଟାଟସ୍ରେ ଦେଖନ୍ତୁ ଆପଣଙ୍କୁ ଆପଣଙ୍କର ଆଧାର ନମ୍ବରଟି ଦେବା ପାଇଁ ପଡ଼ିବ। ଏହି ଖାଲି ବକ୍ସରେ ଆପଣଙ୍କର ଆଧାର ନମ୍ବରଟି ଦେଇଦେବେ। ତଳେ ଗୋଟେ କ୍ୟାପ୍ଚା ଆପଣମାନଙ୍କୁ ଶୋ ହେଉଥିବ। ଯେଉଁ କ୍ୟାପ୍ଚାଟି ଶୋ ହେଉଥିବ ସେଇ କ୍ୟାପ୍ଚାଟିକୁ ଦେଖିକରି ଆପଣମାନେ ଏହି ଖାଲି ବକ୍ସରେ କ୍ୟାପ୍ଚାଟିକୁ ଏଣ୍ଟର କରିଦେବେ। ଏଣ୍ଟର କରିସାରିଲା ପରେ ତଳେ ରହିଛି ଦେଖନ୍ତୁ ଶୋ ବଟମ୍ ଉପରେ କ୍ଲିକ୍ କରିବେ। ଶୋ ବଟମ୍ ଉପରେ ଆପଣମାନେ ଯେତେବେଳେ କ୍ଲିକ୍ କରିବେ এইଭଳି ପେଜ୍ଟି ଆପଣଙ୍କ ସାମ୍ନାରେ ଓପନ୍ ହେଇଯିବ। ଚେକ୍ ୟୁର ଷ୍ଟାଟସ୍ ଏଠି ଦେଖନ୍ତୁ ଯାହାକି ଆପଣଙ୍କର 5ଟି ଷ୍ଟେପ୍ ପୂର୍ବରୁ କମ୍ପ୍ଲିଟ୍ ହେଇଯାଇଥିଲା। ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂ ଥିଲା ବର୍ତ୍ତମାନ ଦେଖନ୍ତୁ ରେଡ୍ କଲର୍ ହେଇଯାଇଛି ଯାହାକି ଷ୍ଟେଟ୍ ଭେରିଫିକେସନ୍ ରିଜେକ୍ଟ ହେଇଯାଇଛି। ଯେଉଁମାନଙ୍କର ପେଣ୍ଡିଂରେ ଥିଲା ପୂର୍ବରୁ ବର୍ତ୍ତମାନ ରିଜେକ୍ଟ ଶୋ କରୁଛି। କେଉଁ କାରଣ ପାଇଁ ରିଜେକ୍ଟ ହେଇଛି ଦେଖନ୍ତୁ ପେଜ୍କୁ ସ୍କ୍ରଲ୍ ଡାଉନ୍ କଲା ପରେ ତଳେ ଦେଖିବା ପାଇଁ ମିଳୁଥିବ ଦେଖନ୍ତୁ ଯେମିତିକି ମୁଁ ଆପଣମାନଙ୍କୁ ଦେଖାଉଛି ଆପ୍ଲିକାଣ୍ଟ ନେମ୍ ଦେଖନ୍ତୁ ଜଣେ ଚାଷୀ ଯେଉଁ ରହିଛନ୍ତି ତାଙ୍କର ଆପ୍ଲିକାଣ୍ଟ ନେମ୍ କ'ଣ ରହିଛି। ପେଜ୍କୁ ସ୍କ୍ରଲ୍ ଡାଉନ୍ କଲା ପରେ ତଳେ ଦେଖନ୍ତୁ ଲ୍ୟାଣ୍ଡ ଡିଟେଲ୍ସରେ ରହିଛି ଦେଖନ୍ତୁ ପଟ୍ଟା ହୋଲ୍ଡର ନେମ୍। ପଟ୍ଟା ହୋଲ୍ଡର ନେମ୍ରେ ଦେଖନ୍ତୁ ଅନ୍ୟ ଜଣଙ୍କର ନାଁ ରହିଛି ଯାହାକି ତାଙ୍କ ନାଁରେ ପଟ୍ଟା ନାହିଁ। ପେଜ୍କୁ ସ୍କ୍ରଲ୍ ଡାଉନ୍ କଲା ପରେ ଦେଖନ୍ତୁ ଭେରିଫିକେସନ୍ ଡିଟେଲ୍ସରେ ଆପଣଙ୍କୁ ଏଠି ଦେଖିବା ପାଇଁ ମିଳୁଥିବ ଅନେକ ଗୁଡ଼ିଏ ସବୁ ଡିଟେଲ୍ସ ରହିଛି। ଷ୍ଟେଟ୍ ଭେରିଫିକେସନ୍ କମ୍ପ୍ଲିଟ୍ ଷ୍ଟାଟସ୍ରେ ଶୋ କରୁଛି ଇନ୍ଏଲିଜିବୁଲ୍ କ'ଣ ପାଇଁ ଶୋ କରୁଛି ଦେଖନ୍ତୁ ତଳେ ଦେଇଛି ରିଜନ୍ ଅଫ୍ ଇନ୍ଏଲିଜିବୁଲ୍ର କ'ଣ ପାଇଁ ଆପଣଙ୍କୁ ଇନ୍ଏଲିଜିବୁଲ୍ କରାଯାଇଛି। ଏଠି ଦେଖନ୍ତୁ ଯାହାକି ରହିଛି 1 ନମ୍ବର ରହିଛି ନଟ୍ ହ୍ୟାଭିଂ ଆଗ୍ରିଷ୍ଟକ୍ ଫାର୍ମର ଆଇଡି। ଏଠି ରିଜେକ୍ଟ ହେବାର କାରଣ ଦର୍ଶାଯାଇଛି ଦେଖନ୍ତୁ ନଟ୍ ହ୍ୟାଭିଂ ଆଗ୍ରିଷ୍ଟକ୍ ଫାର୍ମର ଆଇଡି ଯେହେତୁ ଯେଉଁ ଚାଷୀ ଜଣକ ଆପ୍ଲାଏ କରିଛନ୍ତି ତାଙ୍କର ଆଗ୍ରିଷ୍ଟକ୍ରେ ରେଜିଷ୍ଟ୍ରେସନ୍ ହୋଇନାହିଁ ଫାର୍ମର ଆଇଡି ନାହିଁ ତାଙ୍କର। ଯେମିତି ଆପଣମାନଙ୍କୁ ଦେଖେଇଲି ବେନିଫିସିଆରୀ ଯିଏ ତାଙ୍କ ନାଁ ଅଲଗା ଜମି ପଟ୍ଟାରେ ଯେଉଁ ଜମି ପଟ୍ଟାଟି ସେ ଅପଲୋଡ଼ କରିଛନ୍ତି ଜମି ପଟ୍ଟାରେ ଅନ୍ୟ ଜଣଙ୍କ ନାଁ ତାଙ୍କର ସମ୍ପର୍କୀୟ ସ୍ୱାମୀ ହୁଅନ୍ତୁ ବାପା ହୁଅନ୍ତୁ ଯାହାଙ୍କର ବି ଦେଇକରି ସେ ରେଜିଷ୍ଟ୍ରେସନ୍ କରିଦେଇଛନ୍ତି ତାଙ୍କ ନାଁରେ ଜମି ନଥିବାରୁ ଦେଖନ୍ତୁ ଯାହାକି ରିଜେକ୍ଟ ହୋଇଛି। ଆପଣମାନଙ୍କୁ ମୁଁ ପୂର୍ବରୁ କହିଥିଲି ସିଏମ୍ କିଷାନ ଯୋଜନାରେ ଆପ୍ଲାଏ କରିବାକୁ ହେଲେ ଯେଉଁମାନଙ୍କ ନାଁରେ ଜମି ରହିଛି ସେମାନଙ୍କୁ ସିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି। ଯେଉଁମାନଙ୍କ ନାଁରେ ଜମି ନାହିଁ ତାଙ୍କ ସମ୍ପର୍କୀୟ ବାପା ହୁଅନ୍ତୁ କିମ୍ବା ତାଙ୍କ ସ୍ୱାମୀ ହୁଅନ୍ତୁ ଯାହାଙ୍କ ନାଁରେ ଜମି ଅଛି ତାଙ୍କ ନାଁରେ ହିଁ ରେଜିଷ୍ଟ୍ରେସନ୍ କରନ୍ତୁ ଯାଇକି ଆପ୍ଲାଏ କରନ୍ତୁ। ଯଦି ଆପଣଙ୍କ ନାଁରେ କରୁଛନ୍ତି ଆପଣଙ୍କ ନାଁରେ ଜମି ନାହିଁ ତାହେଲେ ଆପଣଙ୍କର ଏଇଭଳି ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂ ରହିବ। ପେଣ୍ଡିଂ ରହିଲା ପରେ ଦେଖନ୍ତୁ ରିଜେକ୍ଟ ହେଉଛି କାହିଁକି ନା ରିଜେକ୍ଟ ହେବାର କାରଣ ରହିଛି ମୁଁ ଯେମିତି ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଦେଖେଇଲି ଯିଏ ଆପ୍ଲାଏ କରିଛନ୍ତି ତାଙ୍କ ନାଁ ଅଲଗା ରହିଛି ଯାହାଙ୍କ ନାଁରେ ଜମି ରହିଛି ତାଙ୍କ ନାଁ ଅଲଗା ରହିଛି ଯାହାକି ଡାଟା ମିସ୍ମ୍ୟାଚ୍ ହେଉଛି ସେଥିପାଇଁ ସେମାନଙ୍କର ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂ ପୂର୍ବରୁ ଶୋ କରୁଥିଲା ବର୍ତ୍ତମାନ ରିଜେକ୍ଟ ହେଇଯାଇଛି। ଆପଣମାନେ ଯଦି ଚାହୁଁଛନ୍ତି ଏଗ୍ରିଷ୍ଟକ୍ରେ ରେଜିଷ୍ଟ୍ରେସନ୍ କରିବା ପାଇଁ ଆମେ ପୂର୍ବରୁ ଭିଡ଼ିଓ ବନେଇ ସାରିଛୁ କେମିତି ରେଜିଷ୍ଟ୍ରେସନ୍ କରାଯାଏ। ଦେଖନ୍ତୁ ଏଇ ଯେଉଁ ରିଜନ୍ ଦେଇଛି ରିଜନ୍ ଅଫ୍ ଇନ୍ଏଲିଜିବୁଲ୍ ସାଇଡ଼୍ରେ ରହିଛି ରେଜିଷ୍ଟର ଏଗେନ୍ ତା ଉପରେ କ୍ଲିକ୍ କରି ଆପଣମାନେ ଆଗ୍ରିଷ୍ଟକ୍ ରେଜିଷ୍ଟ୍ରେସନ୍ କରିପାରିବେ। କିନ୍ତୁ ଦେଖନ୍ତୁ ମୁଁ ଆପଣମାନଙ୍କୁ ଯେମିତି ପୂର୍ବରୁ କହିଥିଲି ସିଏମ୍ କିଷାନ ଯୋଜନାରେ ଆପ୍ଲାଏ କରିବାକୁ ହେଲେ ନିଜ ନାଁରେ ଜମି ଥିବା ଦରକାର ନଚେତ ଆପଣ ଅନ୍ତର୍ଭୁକ୍ତ ହୋଇପାରିବେ। ଆପଣମାନଙ୍କୁ ଆମେ ପୂର୍ବରୁ ଜଣାଇଥିଲୁ ସିଏମ୍ କିଷାନ ଯୋଜନାକୁ ନେଇ ଯେଉଁ ଅଭିଯୋଗ ଥିଲା ଯେ ଯେଉଁମାନଙ୍କର ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂ ଥିଲା କ'ଣ ପାଇଁ ପେଣ୍ଡିଂ ଥିଲା ଆମେ କୃଷି ସମୃଦ୍ଧି ହେଲ୍ପଲାଇନ୍କୁ କଲ୍ କରିଥିଲୁ ସେମାନେ ଆମଠାରୁ ମିଳିଥିବା ସୂଚନା ଯାହାକି ଆପଣମାନେ ଜାଣିଥିବେ ଯେ ଯେଉଁମାନଙ୍କ ନାଁରେ ଜମି ନାହିଁ ସେମାନଙ୍କୁ ସିଏମ୍ କିଷାନ ଯୋଜନାରେ ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂ ଶୋ କରୁଥିଲା ଯେଉଁ ନୂଆ ହିତାଧିକାରୀମାନେ ଆପ୍ଲାଏ କରିଥିଲେ ଯାହାକି ସେମାନଙ୍କର ବର୍ତ୍ତମାନ ନୂଆ ଷ୍ଟାଟସ୍ ଶୋ କରୁଛି ଯାହାକି ସେମାନଙ୍କର ରିଜେକ୍ଟ ହୋଇଯାଇଛି। ରିଜେକ୍ଟ ହେବାର କାରଣ ମଧ୍ୟ ଏଠି ଦର୍ଶାଯାଇଛି।